ଡକ୍ଟର କହିଲେ କି ବେଗୁନିଆ ପତ୍ର, ଲବଙ୍ଗ ଆଉ ଗୋଟେ କଣ ଗୋଟେ ପତ୍ରଟେ, ସେ ପତ୍ରଟେ ପକେଇକି ଫୁଟେଇକି ସେଥିରେ ଲଗେଇଲେ ବଥା ଖାଇଯିବ ଶୀଘ୍ର। ଆକ୍ଚୁଆଲି ଗେଲିର ଯୋଉ କହୁଣି ଏମିତି ରଖି ରଖିବା ଭାର ଦେଇକି ଏମିତି ରଖି ରଖିବା ଯୋଉ ଛିଡ଼ି ଯାଇଛି, ସେଥିପାଇଁ ଡକ୍ଟର ମନା କଲେ କି ସ୍ପ୍ରେ ମାରିବାକୁ। ଯୋଉ ଆସେ କଣ ସେଇଟା ଯୋଉ ମୁଭ୍ ସ୍ପ୍ରେ ଆସେ ଯୋଉ, ସେଇଟା ଲଗେଇବାକୁ ମନା କଲେ, ତ ବହୁତ ଜୋରରେ ପୋଡ଼ିବ। ଏମିତି କହିଲେ, ଏମିତି ଟିକେ ଉଷୁମ ଉଷୁମ ସେକ ଦେଲେ ଶୀଘ୍ର ବଥା ଖାଇଯିବ। ଭଗବାନଙ୍କ ଦୟାରୁ ବେଶୀ କିଛି ହେଇନାହିଁ। ବହୁତ ଡର ଲାଗୁଥିଲା, ଏତେ ଜୋରରେ ଫୁଲି ଯାଇଥିଲା। ଆଜି ଟିକେ ଜଷ୍ଟ କମିଛି, କିନ୍ତୁ ରାତି ହେଲା ବେଳକୁ ଏଇ ବଥାଟା ଏବେ ବଢି ଯାଉଛି ଟିକେ। ଗେଲିର ଦେହ ପୁରା ଥରି ଯାଉଛି ପୁରା ବଥାରେ। ବହୁତ ସାରା କମେଣ୍ଟରେ ସବୁ କହିଥିଲେ ସେକ ଦେବାକୁ, ଇଏ କରିବାକୁ। ଆପଣମାନଙ୍କୁ ବି ବହୁତ ସାରା ଧନ୍ୟବାଦ। ଆପଣମାନେ ବହୁତ କେୟାର କରୁଛନ୍ତି ଗେଲିର। ଡକ୍ଟର ଆଉ ଗୋଟେ ମଲମ ବି ଲଗେଇବାକୁ କହିଛନ୍ତି, ସେଟା ଟିକେ ପରେ ଲଗେଇଦେବି ମଲମଟା ବି। ମାଲିସ କରିଦେମି କି ଭଲ ଲାଗିବ? ବେଶୀ ପେନ୍ ହଉଛି? ହଁ ଖାଲି ଲଗେଇ ଦଉଛୁ। ହଉ ଥରେ ଲାଗୁଛି ମୁଣ୍ଡଟାକୁ। ହାତ ଦେନା, ସେଠି ପେନ୍ ହବ ନା। ଅଧ ଘଣ୍ଟେ ଉପରେ ହେଇଗଲାଣି, ବହୁତ କଷ୍ଟ ହଉଛି। କିନ୍ତୁ ସେବେଠୁ ଗେଲିର ଦେହ ଥରୁଛି ପୁରା। ଉଷୁମ ଉଷୁମ ସେକଟା ନେଇଗଲା ଏବେ, ତ ସେଥିପାଇଁ ଟିକେ ଅଧିକ ଜଣା ପଡୁଛି ଏବେ ପେନ୍ଟା। କିନ୍ତୁ ରସଟା ବହୁତ କାମ କରୁଛି। ସକାଳୁ ଦିନରେ ଆଜି 2 ଥର ନେଇ ସାରିଲାଣି। ବହୁତ ପେନ୍ କମିଯାଇଛି, ଫୁଲାଟା ମେନ୍ କରି ବହୁତ କମିଯାଇଛି। ରାତି ପାଇଁ ଟିକେ ଅଧିକ ପେନ୍ ହଉଛି କି କଣ ଭାବୁଛି, କେମିତି କଣ ଶୋଇବ କେଜାଣି। ଆଜି ବହୁତ କଷ୍ଟ ହଉଛି। ତ ବହୁତ ଲାଗୁଛି ନା, ଶୋଇପଡ, ଏମିତି ଶୋଇପଡ। ଶୀଘ୍ର ବାସ ଭଲ ହେଇଯାଉ। ହ୍ୟାଲୋ ଏସଟି ଫ୍ୟାମିଲି, ଆଜି ସକାଳୁ ସକାଳୁ ମୋତେ ବହୁତ ଖୁସି ଲାଗୁଛି। ଗେଲିର ବହୁତ କିଛି ଫୁଲା କମି ଯାଇଛି। ମୁଁ ଏବେ ଦେଖିକି ଆସିଲି, ସେ ଶୋଇଛି ଏବେ। ଆକ୍ଚୁଆଲି ଟିକେ ଏଇଟା ଭଲ ଲାଗୁନି ଯେ କାଲି ରାତିରେ ଏତେ ପେନ୍ ହେଉଥିଲା ଯେ, ମାନେ ରାତିରେ ବହୁତ ଲେଟ୍ ଯାଏଁ ଶୋଇ ପାରିଲାନି। ସେଥିପାଇଁ ତାକୁ ଟିକେ ଛାଡ଼ି ଦେଇଛି ଏବେ ଶୋଇବା ପାଇଁ। କିନ୍ତୁ ସେ ଶୋଇଥିଲା, ମୋ ହାତକୁ ଦେଖିକି ଆସିଲି, ବହୁତ ତାର ଫୁଲା କମିଯାଇଛି। ମୋତେ ବହୁତ ଖୁସି ଲାଗିଲା। ତ ଭାବୁଛି ଆଜି ପେନ୍ ବି ଆହୁରି ବହୁତ କିଛି କମିଯିବ। ତାକୁ ପୁରା ସମ୍ପୂର୍ଣ୍ଣ ମାଇଣ୍ଡ ଫ୍ରି କରିବାକୁ ଛାଡ଼ିବି, ବିଲକୁଲ ବି କଥା ହେବିନି ସେ ବିଷୟରେ, ଦେହ ଖରାପ ବିଷୟରେ। ତା ମନରେ ଆକ୍ଚୁଆଲି ବହୁତ ସାରା ଡର ଅଛି ସେସବୁ ରିଲେଟେଡ୍। ଆପଣମାନେ ତ ଜାଣିଛନ୍ତି ଏଇ ଜାଗାରେ ତାର ଡିଜିଜ୍ଟା ହେଇଥିଲା, ମେରୁଦଣ୍ଡର ଏଇ ଜାଗାରେ ଡିଜିଜ୍ଟା ହେଇଥିଲା। କିଛି ବି ମାଡ଼ ହେଇଗଲେ, କିଛି ବି ବାଜି, ମାନେ ସ୍ଲାଇଡଲି ଏମିତି ବି ଯଦି ଟିକେ ଟ୍ୟାପ୍ ଟାଇପ୍ର ବାଜିଗଲେ ବି ତାକୁ ବହୁତ କଷ୍ଟ ହୁଏ। ଆଉ ଡର ଲାଗେ ଯେ କାଳେ ସେ ଡିଜିଜ୍ଟା ପୁଣି ବ୍ୟାକ୍ ହେଇଯିବ। ତ ସେଥିପାଇଁ ତା ମନରେ ବହୁତ ଡର ପଶିଯାଇଛି। ସଡନ୍ ଯେଉଁ ହେଲା, ବହୁତ ଜୋରରେ ଡରି ଯାଇଛି ଆକ୍ଚୁଆଲି। ଯେତେ ଯାଏଁ ସମ୍ପୂର୍ଣ୍ଣ ଗେଲି ଭଲ ନ ହେଇଛି, ସେତେ ଯାଏଁ ତ କେବେ ବି ଯିବନି ସେ ଡର ତା ମନରୁ। ଚେଷ୍ଟା କରିବି ତାକୁ ଖୁସି କରିବା ପାଇଁ। ତା ପାଇଁ ଗୋଟେ ନୂଆ ଫଳ ଗୋଟେ ଆଣିଛି, ବହୁତ ଖୁସି ହେବ ସେ, ମୁଁ ଜାଣିଛି। ତାକୁ ଆଜି ମୁଁ ଖୁଏଇବି, ଯେଉଁଟାକି ସେ କେବେ ବି ଖାଇନାହିଁ। ବହୁତ ଆଗରୁ କହିଛି ଗେଲି ମୁଁ ଟିକେ ସେଇଟା ଖାଇବି, ତ ମୁଁ ଆଜି ଆଣିଛି, ତାକୁ ଖୁଏଇବି। ଆପଣମାନେ ଭିଡ଼ିଓଟିକୁ ପୁରା ଦେଖନ୍ତୁ। ବୁଝିଲ, ଏଇଟା ମସ୍ତ ଫଳ ଖାଇବ। ଦେଖିବି ନଥିଲି ଏମିତିଆ ଫଳ। ଗେଲି ବହୁତ ମନେ କରୁଥିଲା। ତ ଆପଣମାନେ ଦେଖିଛନ୍ତି କି ନାହିଁ, ଜାଣିଛନ୍ତି କି ନାହିଁ ଏ ଫ୍ରୁଟ୍ର ନେମ୍ କ'ଣ? କମେଣ୍ଟ ସେକ୍ସନରେ ଜଣାନ୍ତୁ ଏ ଫ୍ରୁଟ୍ର ନେମ୍ କ'ଣ, ଜାଣିଛନ୍ତି କି ନାହିଁ ଆଉ ଖାଇଛନ୍ତି କି ନାହିଁ। ବାହାରେ ପୁରା ମସ୍ତ ଦେଖାହବ। କ'ଣ ଦେଖାହଉଛି ଲୋ? ଆଇସ୍କ୍ରିମ ଭଳି। ପୁରା ଆଇସ୍କ୍ରିମରେ ଜିରା ଫିରା ପଡୁଛି। ବହୁତ ଦିନରୁ ପୁରା ଟେଷ୍ଟ କରିବ ବୋଲି ଭାବୁଥିଲ। ନା ତୁ ଆଗ ଖାଇଲି, ପୁରା ମନ ପୁରା ଖୁସି ହେଇଯିବ ନା। ମସ୍ତ ଲାଗୁଛି ନା, ବଢିଆ ଲାଗୁଛି। ଆଇସ୍କ୍ରିମ କହୁଥିଲ ପୁରା ଏବେ, ଆଉ ଭଲ ଦେଖାଉନି। ଭଲ ଦେଖାଉଛି। ଜିରା ବାଛିକି ଦିଅ। ଜିରା ନୁହେଁ ଏଟା।
ହଉ ହେଲା ଖାଇଲା ହଉ ହଉ ଖାଇବ ଖାଇବ ଗେଲିକୁ ଭଲ ଲାଗିଲାନି ଖାଇଲାନି ତାକୁ କେମିତି ଗୋଟେ ଅଲଗା ଟାଇପ ଫିଲ୍ ହେଲା ଦେଖିଆ ଆଉ ଟିକେ ପରେ ପୁଣି ଆଉ ଥରେ ଦେବି ଯଦି ଖାଇବ ଆପଣ ମାନେ କମେଣ୍ଟରେ କୁହନ୍ତୁ ଆପଣଙ୍କୁ ଭଲ ଲାଗିଲା କି ନାହିଁ ମତେ ତ ବହୁତ ବଢିଆ ଲାଗିଲା ଟେଷ୍ଟ ଆଜି ଟିକେ ଖରାରେ ବସି ଟିକେ ଭଲ ଲାଗୁଛି ତାକୁ ଭଲ ଲାଗୁଛି ନା ମୋ ସହ ପୁରା ଦେଖିବୁ ପ୍ୟାର ବାଲା କଥା ହବ ଦେଖିବୁ ସବୁ କମିଯିବ ମୋ ହାତ ଫୁଲିଛି ଏବେ ବି ଆହୁରି ଫୁଲା ଅଛି ଏବେ ବି ଆଉ ଟିକେ ମାଲିସ କରିଦେଲେ ଆଉ ଟିକେ ସେକ ଦେଇଦେଲେ କମିଯିବ